ନାଇଁ ଯୋଉ ବହୁତ ଦିନ ଆଗରୁ ଆମେ ଯେତେବେଳେ ନିଜେ ବି ଆମେ ଏରିଆର ଲୋକ ମୁଁ ବିଘ୍ନରାଜ ପୂଜା ଅନୁଷ୍ଠାନ ଜଣେ ସକ୍ରିୟ ସଦସ୍ୟ ମା କୃତାଞ୍ଜଳି କ୍ରିକେଟ ଆସୋସିଏସନ ଏଇ ଗୋଟେ ପାର୍ଟ ସେ ତାର କାମ ହେଲା ଯୋଉଠି ଯୋଉଠି ଯାହା ଡେଭଲପମେଣ୍ଟ କାମ କରିବା କଥା ଆମେ ମଝିରେ ଆପଣଙ୍କ ମନେ ଥିବ ବଜାର ସଫେଇ ସେତେବେଳେ ହଉନଥିଲା ଆମେ ନିଜେ ସମସ୍ତେ ମିଶିକି ବଜାର ସଫେଇ କଲାବେଳେ ତାପରେ ପରେ ନେତାମାନେ ଫଟୋ ଉଠେଇବା ପାଇଁ କରିଥିଲେ ଥରେ ମାନେ ବଜାର ସଫେଇ କିନ୍ତୁ ଆମେ ନିଜେ ସ୍ୱତନ୍ତ୍ର ଭାବରେ ବଜାର ସଫେଇ ପୁରା କରିଥିଲୁ ତାପରେ ପରେ ସେଟା ମାନେ ଫର୍ମରେ ପଡିଛି ଯେ ହଁ ବଜାର ସଫେଇ କରାଯାଉ ତେଣୁ ସେଇପରି ଭାବରେ ଆମେ ଚିନ୍ତା କରିଥିଲୁ ଯେମିତି ଆମେ ଗୋଟେ ଆମର କୋର୍ଟ ଛକରେ ଗୋଟେ ପ୍ରତିଷ୍ଠା କଲୁ ତାକୁ ଦେଖା ଦେଖି ସେଠୁ ସରପଞ୍ଚ କଲେ ହଉଛି ଶୌଚାଳୟ ପାଖରେ ତେଣୁ ପୁଣି ଆମେ ବାଁ ସାହିରେ ବି ମଧ୍ୟ ଗୋଟେ କରିଛୁ ଏଠିକି ଆସିଲା ପରେ ଦେଖାଲା ଏଇ ଯୋଉ ଅଛନ୍ତି ସୁବର୍ଣ୍ଣେଶ୍ୱର ଟ୍ରଷ୍ଟ ଗୋଟେ ଅଛି ବିକାଶ ଟ୍ରଷ୍ଟ ସେ ଯାଇକି ବି କହିଲେ ଯେ ନା ଆମର ଏଠି ଗୋଟେ ଥଣ୍ଡା ପାନୀୟ ଜଳର ଆବଶ୍ୟକତା ରହିଛି ଯୋଉଠିକି ପିଲା ଲୋକମାନେ ଆସୁଛନ୍ତି ମାନେ ପାଣିପାଗ ସୁବିଧା ପାଉନାହାନ୍ତି ତେଣୁ ଜାଗା ଠିକ କରାଗଲା ସେ କେବଳ ଜାଗାଟି ଠିକ କଲେ ଏବଂ ସମସ୍ତ ପ୍ରକାର ଶ୍ରମ ଯୋଗାଇ ଦେଇଛନ୍ତି ଏଠିକାର ବହୁ ଯୋଉମାନେ ଯୁବକ ତାଙ୍କର ନିଜସ୍ୱ ଅର୍ଥ ବ୍ୟୟ କରି କରିଛନ୍ତି ଏବଂ ଯୋଉ ମେସିନ ଟିକି ଯିଏ ଦାନ କରନ୍ତି ସେ ଷ୍ଟ୍ରିକ୍ଟଲି କହିଛନ୍ତି ଯେ ମୋ ନାଁ କୋଉଠି ପ୍ରକାଶ କରିବେନି ଯୋଉଠି ହବ ଖାଲି କୋଉ ଜାଗା ହବ କହିବେ ତେଣୁ ସେଠି ଚାଲିଛି ଆଗାମୀ ଦିନରେ ଆମକୁ ସାମ୍ବାଦିକ ବନ୍ଧୁମାନେ ପ୍ରସ୍ତାବ ଦଉଛନ୍ତି ଯେ ସେ ଡ୍ରେନ ସଫେଇ ପାଇଁ ଆମେ ତାକୁ ମଧ୍ୟ କରିବୁ ବୋଲିକି ଆଗାମୀ ଦିନରେ ଆଶା ରଖିଛୁ ତେଣୁ ଏଇ କାମଟାକୁ ମାନେ ଏହାର ଖାଲି କାମଟା ତ କରିଦେଲେ ହବନି ଆର ମେଣ୍ଟେନାନ୍ସ ଦରକାର ତେଣୁ ଏଠିକାର ଯୋଉମାନେ ସବୁ ବିକାଶ କମିଟି ଅଛି ଯଦି ସେ ନ କରିବେ ଆମେ ମଧ୍ୟ ମାସକୁ ମାସ ଆସି ଦେଖି ତାକୁ ତଦାରଖ କରିବୁ ବୋଲି ଆଶା ରଖିଛୁ ନାଇଁ ନାଇଁ ଏଇଟା ହଉଛି ଆପଣ ଜାଣିଥିବେ କି ନାଇଁ ଏଇ ଯୋଉ ଆମର ଯୋଉ ଅଛନ୍ତି ଯୋଉ ଶିବ ପ୍ରାଚୀନ ନଈ କୂଳରେ ଯୋଉ ଅଛନ୍ତି ଅଷ୍ଟଶମ୍ଭୁ ତା ଭିତରେ ଜଣେ ଯାଉଛନ୍ତି ତେଣୁ ୟାକୁ ସରକାର ନିଜେ ହାତକୁ ନେଇ ଯେମିତି ଶ୍ରୀମନ୍ଦିର ହେଇଛି କି ମା ତାରିଣୀଙ୍କ ମନ୍ଦିର ହେଇଛି ଯେମିତି ବିକାଶ ଯଦି ଗୋଟେ ପର୍ଯ୍ୟଟନ ସ୍ଥଳୀ ଭଳି ତଥାପି କିଛି ଉଦୀୟମାନ ଯୁବକ ତାଙ୍କ ଇଏରେ ସେ ଯୋଉ ଏସିଆର ଦ୍ୱିତୀୟ ବୃହତ୍ତମ ଷଣ୍ଢ ପ୍ରତିକୃତି କରିଛନ୍ତି ଏସିଆର ଦ୍ୱିତୀୟ ବୃହତ୍ତମ ଆଉ ତେଣୁ ଯଦି ଆଉ ଟିକେ କରନ୍ତେ ତେଣୁ ଏଥିରେ ରାଜସ୍ୱ ଆଦାୟ ହବା ସହିତ ଲୋକମାନେ ବି ବାବଦରେ ଭଲ ଭାବରେ ଜାଣନ୍ତେ ଆଉ ଏହାକୁ ଟିକେ ଗଣମାଧ୍ୟମ ଭାଇ ମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେମିତିକି ଆମରି ଯୋଉ ଏବେକାର ଯୋଉ ପିଲାମାନେ ଯୋଉମାନେ କିଛି ଜାଣିନାହାନ୍ତି ମାନେ ଯୋଉମାନେ କେବଳ ଏଇ ମୋବାଇଲରେ ରହିଯାଉଛନ୍ତି ସେ ମୋବାଇଲରେ ଯେତେବେଳେ ୟାର ଉପରେ ଯଦି ଆପଣ କିଛି ରିସର୍ଚ୍ଚ କରିକି ତାଙ୍କର ତଥ୍ୟ ପ୍ରଦାନ କରିବେ ତା ଆଗାମୀ ଦିନରେ ପିଲାମାନଙ୍କୁ ତାଙ୍କ ଏରିଆ ସମ୍ବନ୍ଧରେ ଜ୍ଞାନ ହବା ସହିତ ମାନେ ଦେଶ ବିଦେଶର ବି ତା ସହିତ ଜ୍ଞାନ ସେ ବା କହିଲି ତେଣୁ ସରକାର ଏବେ ଦୃଷ୍ଟି ଦେବା ଉଚିତ କିନ୍ତୁ ମନ୍ଦିରର ବହୁତ ଜାଗା ମାନେ ବହୁତ ଲୋକ ଚାରିଆଡେ ବହୁତ ଜାଗା ଆମେ ଜାଣୁଛୁ କିଏ କେତେବେଳେ କାଳର ପ୍ରଭାବରେ କିଏ କେତେବେଳେ କମ ମାଡି ବସୁଛନ୍ତି ତାକୁ ବି ଉଦ୍ଧାର କରାନ୍ତା ଆହୁରି ଡେଭଲପମେଣ୍ଟ ହନ୍ତା ସରକାରଙ୍କୁ ଅନୁରୋଧ କରା ଏଇ ସ୍ଥଳରେ ଅନୁରୋଧ କରିବି ୟାକୁ ଆଉ ଟିକେ ନାକୁ ଯଦି ସୁନ୍ଦର ନାଇଁ ନାଇଁ ଯେତେ ପାରିବେ କରିବେ କିଛି ଅସୁବିଧା ନାହିଁ କିନ୍ତୁ ଏଥିପାଇଁ ସଫିସିଏଣ୍ଟ ଜାଗା ଅଛି ML ମହାଶୟ ଦେଇଥିଲେ କହୁଥିଲେ ମୁଁ ଆଜି ବୁଝୁଥିଲି କିଛି ପଇସା ଦେଇଥିଲେ ଏବଂ ପୂର୍ବତନ ML ମଧ୍ୟ ଗେଟ୍ ପାଇଁ କିଛି ପଇସା ଦେଇଥିଲେ ଏମିତି ସମସ୍ତଙ୍କର ମନ ଯଦି ତାଙ୍କ ଏଇପଟରେ ହୁଏ ଏବେ ବିଶେଷ କରି ଏଇ ଜାଗାର ସରପଞ୍ଚଙ୍କୁ ବି ଏଇ ଯୋଉ ଏରିଆରେ ଯାଉଛି ପଞ୍ଚାୟତର ସରପଞ୍ଚ ବି ତାଙ୍କର ନିଷ୍ଠାର ସହକାରେ କାମ କରାଯାবে କେହି ଅଟକେଇ ପାରିବେନି ଏବଂ ସୁଚାରୁ ରୂପେ ମଧ୍ୟ ହେଇପାରିବ ଚକାଚକ ହବା ନିହାତି ଦରକାର ଯେହେତୁ ମୋଦି ଆମର ସରକାରଙ୍କର ହଉଛି ସବୁ ସଫେଇ ଆମର ପୁରା ସବୁ ଚାରିଆଡେ ସଫା ସୁତରା ଚକାଚକ ହବା ଦରକାର ତେଣୁ ନିହାତି ମୋ ସୁବର୍ଣ୍ଣେଶ୍ୱର ମନ୍ଦିର ମୋ ନିଆଳିର ମନ୍ଦିର ସିଏ ଯଦି ଚକାଚକ ନହବ ମତେ ବି ଖରାପ ଲାଗୁଛି ତେଣୁ ଆମ ପାଖରେ ବଳ ଅଛି ଆମ ପାଖରେ ଆମେ ଡବଲ ଇଞ୍ଜିନର ସରକାର ପାଇଛୁ ଆମ ପ୍ରିୟ ବିଧାୟକଙ୍କୁ ବି ମଧ୍ୟ ପାଇଛୁ ମୋର ଏଇ ଆପଣଙ୍କ ମାଧ୍ୟମରେ ତାଙ୍କୁ ରିକ୍ୱେଷ୍ଟ ଯେମିତି ସେ ଏଠିକି ଆସିଲେ ଭାବିବେ ଯେ ପ୍ରକୃତରେ ଯାହା ପୁରୁଣାରେ ଥିଲା ମୁଁ କିଛି ଗୋଟେ କରିଛି ମୁଁ କିଛି ନୂତନ ଭାବରେ କିଛି କରିଛି ଆଉ ଯାହାକୁ ଦେଖିଲେ ବି ତାଙ୍କ ସାଙ୍ଗସାଥି ଅନ୍ୟ ବିଧାୟକ ମାନେ କହିବେ ଯେ ନାଇଁ ଆପଣ କିଛି କରିଛନ୍ତି ଏ କଥା ମୁଣ୍ଡରେ ଆସିଛି ଆଜ୍ଞା ଆପଣ ଯୋଉ କଥା କହିଲେ ନିଶ୍ଚିନ୍ତ ରୂପେ ଆମେ ଯେମିତି ଦେଖୁଛୁ ରୋଷ ଘର ଗୋଟେ ନାହିଁ ଟେମ୍ପୋରାରୀ ଚାଲିଛି ତାପରେ ଆପଣଙ୍କର ଯୋଉ ଆଶ୍ରୟସ୍ଥଳୀ କହୁଛନ୍ତି ବାବା ମାନେ ଆସୁଛନ୍ତି ଯୋଉଠି ଆମର ମାନେ ତପସ୍ୟା କରିବା ପାଇଁ ଯୋଉଟା ଆମର ଫେଷ୍ଟିଭାଲ ଟାଇମରେ ଯୋଉମାନେ ଆସୁଛନ୍ତି ସେମାନେ ବି ଏଠି ଠିକସେ ରହିବା ପାଇଁ ତାଙ୍କର କିଛି କୌଣସି ପ୍ରକାର ସୁବିଧା ନାହିଁ
इवन ये विषय आम विधायक को अवगत करेचु तो विधायक निज प्रतिश्रुति देते से कम गुड़ा बहुत जल्दी स्टार्ट हम अलरेडी कम टेंडर हो बोध हुए कम स्टार्ट हो कहतु आप जनवरी भितर कम स्टार्ट हो मोर आशा सो या पूर्वोत्तर विधायक कौन करुले से आम कहीपरूना तो जेहतु विधायक आसिले विधायक चिंता कले कि नाई ये कमटा निहाती गोटे आध्यात्मिक परिवेश सृष्टि हम किपर से ध्यान देते आप देखु कुताम चंडी मंदिर जो गेट कार्य भी माने आरंभ है तो आम सलई पाखे भी गोटे अष्टशम गेट भी आरंभ हम तो निश्चित रूपे कह विधायक सब मंदिर प्रति संपूर्ण रूपे माने ध्यान देते कि सब मंदिर गुड़ाक केमती पुणी पुनरुद्धार करी केमती आहरी लोक मैंने सब माने आहरी आध्यात्मिक परिस्थिति सृष्टि कर विधायक बहुत सचेतन अच्छा सुभनेश्वर मंदिर अलरेडी केते टंकार माने एक्जाक्ट बजेटा मोर मन ना किंतु बजेट हो तो सैंक्शन होती तो सही पैसा सुभनेश्वर मंदिर संपूर्ण इंफ्रास्ट्रक्चर डेवलप हम आप पाचेरी देखु रोषेघर देखु आप जोटा कहले बुधा माने जो बसवा आश्रय स्थल देखु गोटे आनंद बजार भी हम तो ये सब जिन प्रोजेक्ट अच्छी पार्क भी हम तो सब प्रकार व्यवस्था करा निश्चित रूपे सुभनेश्वर मंदिर वर्षे भितर बोध हुए आप मंदिर चिन्ह पारे जो नुआ लोक आसवे जापर सुभनेश्वर मंदिर कौन तार से विश्वास मोर अच्छी विधायक निश्चिंत यहाँ पूर्ण करें बहुत बहुत धन्यवाद देवी बड़ भाई मान जो मैंने कि निज प्रचेषा यही ठंडा पानी जल महादेव पाखे प्रतिष्ठा कर तो निश्चित रूप बहुत खुशी ये जवाब दूसरी तार जी भरण पोषण मेन्टेनान्स रहा आम निजे पंचायत बेयर कर ना ये इनोवेटिव बहुत सुंदर ये पानी भारी असुविधा होता आम निजे भी भुक्तभोगी जहाँ विघ्न पूजा कमिटी तरफ ये कराई आम तो आम कमिटी तो बुबू सार को बड़ा बहुत धन्यवाद इनिशिएटिव यहाँ शिवना भाई इनिशिएटिव तेणुक यही टाइप किसी लोकों काम कर मिनिमम जब आम अनुष्ठान कर मु तो निजक धन्य मन कर घरटा हेले मेन जो मैंने दूर दूरांतर आसुँच से कम से कम रात्रि जापन करें राति रहिले बड़ बड़ यज्ञ भी होना सका यज्ञ देखिपारे मंदिर देखिए राति रही निहत असुविधा हो पाखे किसी खाद्यपेय भी व्यवस्था ना गोटे रही जगह है आराम से रहते निजर खाद्य व्यवस्था करी किसी प्रसन्न खाद्य व्यवस्था कले से रही मंदिर को किसी अधिक समय दे पारते जोटा कि मंदिर जो विजन टा बेसी प्रोपागेट हो पारता बाहर को जदि ये लोक रे लोक आसिक पड़े मंदिर माने अवस्थित जना पड़े नेशनल स्तर। ओके धन्यवाद।